ବର୍ଷେ ତଳେ ମା ହାର ପାଇକୁ ଚାଲିଗଲା। ବାପା ବି ମାଆକୁ ଝୁରିଝୁରି ଓ ଏକ ଅଜଣା ରାଜ୍ୟର ଅତିଥି ହେଇଗଲା। ହେଲେ କେହି ଭାବିଲେନି ଏ ତିନି ଛୁଆଙ୍କ ଭବିଷ୍ୟତଟା କ'ଣ ହେବ। ଦୁଃଖ ଆଉ ଯନ୍ତ୍ରଣା ଭରା ଏହି ହୃଦୟ ବିଦାରକ ଦୃଶ୍ୟକୁ ଯିଏ ଦେଖୁଥିଲା ନିଜ ଆଖିର ଲୁହକୁ ଅଟକେଇ ପାରୁନଥିଲା। ବୟସ 10 ବର୍ଷ, ହେଲେ ପରିବାରର ବୋଝ ଆଗରେ ସେ ବୟସ ବି ହାର ମାନି ଯାଇଥିଲା। ଏହି ବୟସରେ ବି ଦୀପା ବୁଝି ସାରିଥିଲା ଯେ ତାଙ୍କ ବାପା ମା ଯେଉଁ ଜାଗାକୁ ଯାଇଛନ୍ତି ସେଠୁ ସେ ଆଉ କେବେ ବି ଫେରିବେନି। କେବଳ ସେ ନୁହେଁ, ସେ ଜାଗାକୁ ଯିଏ ବି ଯାଏ ନା ସେଠୁ ସେ କେବେ ଆଉ ଫେରେନି ଆଜ୍ଞା। ତେଣୁ ନିଜ କଷ୍ଟ ଯନ୍ତ୍ରଣାକୁ ଛାତି ଭିତରେ ଚାପି ନିଜର ସବୁ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ସେହି କୁନି କୁନି ଦୁଇ ଭାଇଙ୍କ ପାଇଁ ସାଜି ଯାଇଥିଲା ଭଉଣୀ, ବାପା ଆଉ ମା ଆଉ ସବୁ କିଛି। ଭୋକ ଲାଗିଲେ ଖାଇବାକୁ ମାଗିବାକୁ ତା ପାଖରେ ମା ଥିଲା, ନା କିଛି ବହି ଖାତା ଖେଳନା ଦରକାର ପଡ଼ିଲେ କହିବାକୁ ବାପା ଥିଲା। କିନ୍ତୁ ଦୁଇ ଭାଇଙ୍କ ପାଇଁ ସେ ସବୁକିଛି ଜଳାଞ୍ଜଳି ଦେଇ ତାକୁ ମଣିଷ କରିବାକୁ ଅଣ୍ଟା ଭିଡ଼ିଥିଲା ଏହି 10 ବର୍ଷର ଝିଅ ଦୀପା। ଏକଥା ମିଛ ନୁହେଁ ଆଜ୍ଞା, ପୁରା ସତ। ଆମେ କହୁଛୁ ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳ ପଞ୍ଚାୟତର କ୍ଷୀରିକୋଳିଗୁଡ଼ାର 3 ଅନାଥ ପିଲାଙ୍କ ଜୀବନର ସେହି ଅକୁହା କଥା। ମା ବର୍ଷକ ପୂର୍ବରୁ ସମସ୍ତଙ୍କ ହାତ ଛାଡ଼ି ଚାଲିଗଲା। ମା ଯିବାର କିଛି ଦିନ ପରେ ବାପା ବି ହାର ପାରିକୁ ଚାଲିଗଲା। ହେଲେ ବର୍ତ୍ତମାନ ପରିବାର କହିଲେ ଏଇ 3 କୋମଳମତୀ ଜୀବନ, ଜୟଦେବ, ବଣ୍ଟି ଆଉ ବଡ଼ ଭଉଣୀ ଦୀପାଞ୍ଜଳି। ମା ଆରପାରିକୁ ଚାଲିଯିବା ପରଠାରୁ ଘର ସମ୍ଭାଳୁଛି 10 ବର୍ଷର କୁନି ଝିଅ ଦୀପା। ଦୀପା ବର୍ତ୍ତମାନ 5ମ ଶ୍ରେଣୀରେ ପଢ଼ୁଛି। ଯେଉଁ ହାତରେ ବହି ବସ୍ତାନ ଧରି ସ୍କୁଲ ଯାଇ ଭବିଷ୍ୟତ ତିଆରି କରିଥାନ୍ତା, ସେହି ବୟସରେ ପରିବାର ସମ୍ଭାଳିବାକୁ ବାଧ୍ୟ ହୋଇଛି। ବାପା ଚାଲିଯିବା ପରେ ବାହୁନି ବାହୁନି କାନ୍ଦି ବାପାଙ୍କୁ ଖୋଜୁଥିବା ଦୀପା ଜାଣିସାରିଛି ବାପା ଆଉ ମା ଆଉ କେବେ ବି ଫେରିବେନି। କିନ୍ତୁ ଦୁଇ ଭାଇଙ୍କ ଭବିଷ୍ୟତ ପାଇଁ ନିଜକୁ ପଥର କରିଦେଇଛି ଏହି କୁନି ଝିଅ ଦୀପା। ନିଜର ଭବିଷ୍ୟତ ପାଇଁ ଚିନ୍ତା ନ କରି ଦୁଇ ଭାଇଙ୍କ ଭବିଷ୍ୟତ କିପରି ଗଢ଼ିବ ଦୀପା ସେ କଥା ଚିନ୍ତା କରୁଛି। ସାନ ଦୁଇ ଭାଇଙ୍କ ମଧ୍ୟରେ ଜୟଦେବ ବର୍ତ୍ତମାନ 1ମ ଶ୍ରେଣୀରେ ପଢ଼ୁଥିବା ବେଳେ ବଣ୍ଟି ଅଙ୍ଗନବାଡ଼ିକୁ ଯାଉଛି। ଏତେ ବଡ଼ ଦୁଃଖଦ ଖବରକୁ ସରକାରଙ୍କ ଅଧିକାରୀମାନେ ସମ୍ବେଦନଶୀଳ ଭାବିବା ବଦଳରେ ଅନ୍ତିମ ସଂସ୍କାର ପାଇଁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ପଇସାକୁ ବି ଖାଇଦେଲେ ପ୍ରଶାସନିକ ଅଧିକାରୀ। କେତେବେଳେ ନିରୀହ ଲୋକଙ୍କ ଭତ୍ତା ଖାଉଥିବା ତ କେତେବେଳେ ଚାରା ଲଗାଇବା ନାଁରେ ଟଙ୍କା ହଡ଼ପ କରୁଥିବା ଅଧିକାରୀଙ୍କୁ ଶେଷରେ ଏତେ ନିଅଣ୍ଟ ପଡ଼ିଲା ଯେ ଏହି ନିରୀହ ଅନାଥ ଛୁଆଙ୍କ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ମିଳିବାକୁ ଥିବା ହରିଶ୍ଚନ୍ଦ୍ର ଟଙ୍କାକୁ ବି ଖାଇଦେଲେ ପଞ୍ଚାୟତ ଅଧିକାରୀ। ଦେଖିବାକୁ ବାକି ରହିଲା ଏହି ବିଷୟକୁ ପ୍ରଶାସନ କେତେ ଗୁରୁତ୍ୱର ସହ ନେଇ କୋମଳମତୀ ଶିଶୁମାନଙ୍କୁ ନ୍ୟାୟ ଦେବା ସହିତ ଏମାନଙ୍କୁ କି ପ୍ରକାର ସହଯୋଗ କରୁଛି। ସାନ ବେଲେ ଛୋଟ ଛୋଟ ଛୁଆ ମନ ଥିଲେ ତାର ବାପା ମା ମରିଗଲେ। ସେ ବଡ଼ ଝିଅ ଆକା ତାର ମା ବାପା ପାରା ସେ ଛୋଟ ଛୋଟ ଛୁଆ ପଶୁଛି। ଏବେ 3 ଭାଇ ଭଉଣୀ ଗୋଟେ ପାଖରେ ଥିଲେ ଭଲରେ ରହିବେ ବୋଲିକରି ଆମେ କହୁଛୁ। କେମିତି କରିବ କି ତମର ଆଶା ଆଜ୍ଞା? ଆମର କ୍ଷୀରକୋଳିଗୁଡ଼ା ଗାଁ, ନାଁ ରମ୍ବା ଗୌଡ଼, ସିନ୍ଦ୍ରିମାଳା ପଞ୍ଚାୟତ, ଥାନା ମାଲକାନଗିରି। मोर गाँ हूँ କ୍ଷୀରକୋଳିଗୁଡ଼ା, पंचायत सिंधलीमाला, जिला मालकानगिरी। आमे कहवा कथा हूँ जे आमर गाँव रे छोट छोट पुओ झील 3टा अच्छा। तार बापा डेट हो जाइए 1.5 मास मासे 1.5 मास खंडे हम से बड़ बापा घरे रोचे। खाइबा पीवा तो असुविधा ना, किंतु एबे तो तांकर पिला छुआ भी 4टा अच्छा। ये 3टा मिसाइले 7टा हो पढ़ाशुना असुविधा हम से बोली आमे कहवा कथा सरकार को पिला छुआ को 3टा को पढ़ाशुना सरकार देखिए बोली आमे गाँ वाला सरकार सहयोग मागुचु। मालकानगिरी बादल विश्वाल रिपोर्ट, एवान ओडिया।